जल्दी आसवा ये कौन 3 पछ धाड़ी पिलांगर अछि बही अछि ए मधु बाबू को जानि छ ये थी ए को पिला मधु बाबू को जानि छ प्लीज सुनो मधु बाबू को जानि छ ये थी बड़ा मन सेंटी आउ कोन जानि छ ताको विषय रे आउ कोन जानि छ ताको विषय ए विषयटा होची टोटली ताको जीवनर कहानी से कोठी पढिथिले चाकरी करथिले ताको जन्मस्थान ताको बापा माँ ताको केते भाई भौणी टोटली डिटेल ए मधुबाबू विषय ना भले कवि पर देखो कवि के ना चिंतामणि आचार्य कौन ना सी मधुबाबूंकर टोटाली जीवन चरित्र को ए माने गप माध्यम रे ना मनहु जणाइछन्ती आ चिंतामणि आचार्य 1891 मसीह जन्मग्रहण करथिले 1957 मसीह रे मृत्युवरण करथिले 19 शताब्दीर ओडिया सारस्वत जगत रे राय परिचित साहित्य साधना आईन कॉलेज रे अध्यापन एवं जने दक्ष वकील भाव रे निजर ये रखुची पराकाष्ठा प्रमाणित करिछन्ती से कोन ना गोटा कॉलेज रे साहित्य साधना माने विभिन्न प्रकार गल्प उपन्यास प्रबंध रचना करथिले तापरे मध्य आईन जो कोन ए जो वकीलाती पढुथिले तापरे भी से जो कोन करथिले ना जो जने भलो साहित्यिक उत्कल विश्वविद्यालय कुलपति भाव में दक्षता प्रमाणित उत्कल विश्वविद्यालय जो भुवनेश्वर से सब कुलपति थे प्रिंसिपाल कुलपति थे ओडिशार प्राचीन सारस्वत अनुष्ठान उत्कल साहित्य समाज से सभापति एटा गोटे अंडरलाइन करो से उत्कल साहित्य समाज सभापति थिले साहित्य साधना रे व्रती चिंतामणि आचार्य इतिहास प्रसंग जगन्नाथ दास कटक विक्रमादित्य भुवनेश्वर श्रीकृष्ण मंगल स्वप्न गोपालन प्रभृति इत्यादि उल्लेखयोग्य ग्रंथर स्रष्टा माने एई को लेखा से लेखि तमे मन रखबो कटक भुवनेश्वर श्रीकृष्ण मन जीवन तो एतर खानी आसिना देख मासिक साहित्य पत्रिका झंकार संपादक भाव से सफलतार सह कार्य करमर जमी जो सत्यवादी पत्रिका समाज गोपबंधु दास रचना करते मैंने संपादन करते जो झंकार जो सब न्यूज पेपर झंकार पत्रिकार किए करते चिंतामणि आचार्य
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଦର୍ଶ ଓ ଦର୍ଶନରେ ସେ ବିଶେଷ ପ୍ରଭାବିତ ହୋଇଥିଲେ। ଉତ୍କଳ କୂଳ ବୃଦ୍ଧଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ସମ୍ମାନ ଏହି ଜୀବନୀ ମୂଳକ ପ୍ରବନ୍ଧଟିରେ ପ୍ରଦର୍ଶିତ ହୋଇଛି। କୂଳ ବୃଦ୍ଧ ଆମେ କାହାକୁ କହିବା? କିଏ? ମଧୁବାବୁ ବା କୂଳ ବୃଦ୍ଧ। ଯୋଉ କବି କହିଛି ଆଉ ତାର କିଛି ବୁଝାର ଅଛି ନା ନେକ୍ସଟ ବିଷୟ ପଢିବା ଅଛି କି? ପଢିକିନା ଆସିଯିବ ତାଙ୍କର ଲେଖା। ମଧୁବାବୁ ଉତ୍କଳ ଗୌରବ ମଧୁସୂଦନ ଦାସ ଆଧୁନିକ ଓଡିଶାର ନିର୍ମାତା ମହାନାୟକ ମଧୁସୂଦନ ଥିଲେ ଓଡିଆ ନବଜାଗରଣର ସୂତ୍ରଧର। ମାନେ ଯେତେବେଳେ ମଧୁସୂଦନ ଯେତେବେଳେ 5 ବର୍ଷ ଚାକିରି କଲେ କଣ ଉତ୍କଳ ଯୋଉ ଆମର ଯୋଉ ଓଡିଶାକୁ କିଛି ଗୋଟେ ନୂଆ ଭାବରେ ଗଢିଥିଲେ। ଯେମିତି ଆମର ମାନେ ଜୋତାର ବ୍ୟବହାର ନଥିଲା, ସିଏ ମାନେ ପ୍ରଥମ ମାନେ ଜୋତା କାରଖାନା ସ୍ଥାପନ କରିଥିଲେ। ଦେଖିଲେ କି ତା ଦେହରେ ବହୁତ ଜୀବଜନ୍ତୁଙ୍କର ମାନେ କ୍ଷୟକ୍ଷତି ହଉଛି, ତାପରେ ତାକୁ ବନ୍ଦ କରିଥିଲେ। ତାପରେ ପ୍ରଥମ ସେ ବହୁତ ପାଠ ପଢିକିନା ଓକିଲ ହୋଇଥିଲେ। ମାନେ ତାଙ୍କ ମାନେ ଯୋଉ ସମୟରେ ମାନେ ଜନ୍ମଗ୍ରହଣ କରିଥିଲେ ସେବେଠାରୁ ଓଡିଶାରେ କିଛି ଗୋଟେ ମାନେ ନୂଆ ଆରମ୍ଭ କରିଥିଲେ। ସେଥିପାଇଁ ତାକୁ ନବଜାଗରଣ ନୂଆ କରି କିଛି ମାନେ ଆରମ୍ଭ କରିଥିଲେ। ଓଡିଆ ଜାତିର ସେ କୂଳବୃଦ୍ଧ ଥିଲେ। ଓଡିଆ ଜାତିର ସ୍ୱାଭିମାନ ପ୍ରତିଷ୍ଠାରେ ତାଙ୍କର ଦୁବାର ନେତୃତ୍ୱ ଅବିସମ୍ପାଦିତ। ଓଡିଆ ଜାତି ନନ୍ଦିଘୋଷର ସେ ହଉଛନ୍ତି ସାରଥୀ। ମଧୁବାବୁଙ୍କ ଜୀବନ କାହାଣୀ ଓଡିଶାର ଅର୍ଦ୍ଧ ଶତାବ୍ଦୀର ଇତିହାସ। ସେ କହିଛନ୍ତି କଣ ନା ଆମେ ଯଦି କହିବା କି ଆମର ନନ୍ଦିଘୋଷର ସାରଥୀ, ଯଦି ମୁଁ ତମକୁ ପଚାରିବି କି ଏଇଠି ସିନା ମାନେ ଗୋଟେ ଉଦାହରଣ ଦେଇଛନ୍ତି କି ଆମର ସବୁଠାରୁ ମାନେ ଓଡିଆ ଜାତିର ଯୋଉ ଦେବତା କିଏ? ଜଗନ୍ନାଥ। ସିଏ ବି କଣ କରନ୍ତି ନା ଆମେ ଯଦି କହିବା ନନ୍ଦିଘୋଷର ସାରଥୀ କିଏ? ନା ଜଗନ୍ନାଥ। ସିଏ ହଉଛନ୍ତି ଆମର ମାନେ ପ୍ରଧାନ ଠାକୁର। ସେମିତି ସେ କହିଛନ୍ତି କି ଆମର ଉତ୍କଳକୁ ଆଗକୁ ନବାରେ ଯେ ଯଦି ପ୍ରଥମ ପୁରୋଧା ଥାଏ ସେ ହଉଛନ୍ତି କିଏ? ନା ମଧୁବାବୁ। ସେଥିପାଇଁ ତାଙ୍କୁ କଣ କରୁଛନ୍ତି ନା ଭଗବାନଙ୍କ ସହିତ ତୁଳନା କରି କହିଛନ୍ତି କି ଇଏ ହଉଛନ୍ତି ନନ୍ଦିଘୋଷର ସାରଥୀ ବୋଲି। ମଧୁସୂଦନଙ୍କ ସଂକ୍ଷିପ୍ତ ଜୀବନ ଚରିତ ଚିନ୍ତାମଣି ଆଚାର୍ଯ୍ୟ ରଚନା କରିଛନ୍ତି। ତାଙ୍କ ଜୀବନର ଯେତିକ ସବୁ କାହାଣୀ ତାକୁ କଣ କରିଛନ୍ତି ଏଇ ଗପ ମାଧ୍ୟମରେ ଆମକୁ ଜଣେଇଛନ୍ତି। କିଏ? ନା ଚିନ୍ତାମଣି ଆଚାର୍ଯ୍ୟ। ଜନ୍ମସ୍ଥାନ ସତ୍ୟଭାମାପୁର ଠାରୁ ଜୀବନର ଶେଷ ପର୍ଯ୍ୟନ୍ତ ମଧୁବାବୁଙ୍କ ବାଲ୍ୟକାଳ, ଶିକ୍ଷା, ପରିବାର ଓ ସଂଘର୍ଷମୟ ଜୀବନର ଚିତ୍ର ମଧୁବାବୁରେ ଅଙ୍କିତ ହୋଇଛି। ସେ କୋଉଠି ପଢିଥିଲେ, ତାଙ୍କର ବାଲ୍ୟକାଳ ମାନେ ତାଙ୍କର କେମିତି କଟେଇଥିଲେ, ତାପରେ ସେ କୋଉଠି ଯାଇକି ପଢିଲେ, କଣ ଚାକିରି କଲେ, ଆମ ଉତ୍କଳ ପାଇଁ ବା ଆମ ଓଡିଶା ମାଟି ପାଇଁ ସେ କଣ କଣ କରିଥିଲେ, ତାହା ସବୁ ମାନେ ଏଇ ଗପରେ ଅଛି। ରଚନାରେ ରହିଛି ମଧୁବାବୁଙ୍କର ଆବେଗ, ଦେଶଭକ୍ତି, ଜାତି ପ୍ରୀତି, ଭାଷା ପ୍ରେମ ଓ ତ୍ୟାଗପୂତ ଜୀବନର ବଳିଷ୍ଠ ଆଲେଖ। କି ମାନେ ଆମର ଓଡିଶା ପାଇଁ ସେ ସବୁ କଣ ନା କେତେ କେତେ ମାନେ କେମିତି ଆମର ଉତ୍କଳ କେମିତି ବାହାର ଦେଶରେ ମାନେ ସମ୍ମାନ ଲାଭ କରିବ, କେମିତି ଆଗକୁ ଯିବ, ସେଥିପାଇଁ ସର୍ବଦା ଚିନ୍ତିତ। ସବୁଥିରେ ପ୍ରଥମ ଓଡିଆ ମଧୁସୂଦନଙ୍କୁ ନୂତନ ପିଢି ନିକଟରେ ମଧୁବାବୁ ମାନେ ଆମେ ଯଦି କାହାକୁ କହିବା କି ଗୋଟେ ଗୀତ ଥିଲା ଆମର ବର୍ଣ୍ଣବୋଧ ବହିରେ ମନେ ଅଛି, ମାନେ କାଳିଆ ଯୋଉ ମଧୁ ବାରିଷ୍ଟର ବହି ବି କାଳିଆ ଘୋଡାରେ ଚଢି ନଥିଲା, ମନେ ନାହିଁ? ପଢିବା ବିଷୟ ପଢିଲେ ଜାଣିବ। ସବୁ ଧଳା ତ ଘୋଡାରେ ତୁ ଏରୋପ୍ଲେନ ଚଢିବ ଆଉ। ଏଇଠି ତମେ ଜାଣିପାରିବ କି ସେ ସମୟର ଓଡିଶାର ଅବସ୍ଥା କିପରି ଥିଲା। ତମେ ସବୁ ମାନେ ଏତେ ସୁବିଧା ପାଇଁ ମାନେ ପାଠ ପଢିବାକୁ ବି ଟିକେ କହୁଛନ୍ତି ଲାଇନ ପଳେଇଥିବ, ଆଜି ଗରମ ହଉଛି ପାଠ ପଢିବି, କିନ୍ତୁ ସେଇ ସମୟରେ ମଧୁବାବୁ ଗଛ ମୂଳେ ପଡିକିନା କେତେ ବଡ ମଣିଷ ହେଇଛି ଦେଖ। ମଧୁବାବୁଙ୍କ ଜୀବନ କାହାଣୀ ଉତ୍କଳର ଅର୍ଦ୍ଧ ଶତାବ୍ଦୀର ଇତିହାସ। ଏହି ଇତିହାସ ମଧ୍ୟରେ ଉତ୍କଳର ସାମାଜିକ, ରାଜନୈତିକ, ଅର୍ଥନୈତିକ ତଥା ଶିଳ୍ପ, ବାଣିଜ୍ୟ, ଶିକ୍ଷା ସମସ୍ତ ବିଷୟରେ ନିହିତ ରହିଛି। ସେ କହୁଛନ୍ତି ମଧୁବାବୁ ଯେତେବେଳେ କଣ କରିଥିଲେ ନା ଯେତେବେଳେ ପାଠ ପଢୁଥିଲେ ସେଇ ସମୟରେ ସେ କଣ କରୁଥିଲେ ନା ଏଇ ଯୋଉ ବିଷୟରେ କଣ ମାନେ ମଧୁସୂଦନଙ୍କର ମାନେ ଅର୍ଦ୍ଧ ଶତାବ୍ଦୀର ଇତିହାସ ମାନେ ମଧୁସୂଦନଙ୍କର ଟୋଟାଲି ଜୀବନ କାହାଣୀ ଏଇଥିରେ ମାନେ ରଚନା କରାଯାଇଛି। ଆଉ କଣ ସେଇ ସମୟର ମଧୁସୂଦନ ଯୋଉ ସମୟରେ ଜନ୍ମଗ୍ରହଣ କରିଥିଲେ ସେଇ ସମୟର ରାଜନୈତିକ, ସାମାଜିକ, ଅର୍ଥନୈତିକ ସବୁ ବ୍ୟବସ୍ଥା କିପରି ଥିଲା ହେଲା, ମାନେ ସେତେବେଳେ ଅର୍ଥନୈତିକ ବ୍ୟବସ୍ଥା କେମିତି ଥିଲା,
कि मधुबाबू बहुत माने कष्ट करके से पाठ पढ़ुଥିଲେ माने साडे चाकरी करके ना तापर छाड़ी कि तापर तां घरे भी पैसा दोनोथिले बहुत स्ट्रगल करे से पाठ पढ़ुଥିଲେ आउ तापर से जुगर सामाजिक परिस्थिति कोन थिला माने स्कूल नथिला पिला माने कोडी ना गछ मूले बसी भागवत कुंडे बसी ना पाठ पढ़ुଥିଲେ ना आगु को अछि पढिले जानि परबो मधुसूदन तांकर जीवितावस्थारे उत्कलर भूमि रुहे आबाଳ ବୃଦ୍ଧ ବନିତା ସମସ୍ତଙ୍କ ନିକଟରେ ମଧୁବାବୁ ବା ମଧୁ ବାରିଷ୍ଟର ନାମରେ ସୁପରିଚିତ ଥିଲେ ମାନେ ଏବେ ବି ଯୋଉ ଛୋଟ ପିଲା ଆଗେ କଣ ଆମେ ଯେତେ ଯିଏ ଯୋଉଠି ପଢୁ ଆଗେ କଣ ନା ବର୍ଣ୍ଣବୋଧ ବହି ପଢିବ ନାଇଁ କି ସମସ୍ତଙ୍କର ସବୁ ଲୋକମାନେ ମଧୁସୂଦନକୁ ନ ଚିହ୍ନିଛନ୍ତି ସିଏ ଗୋଟେ ଅଛି ଗୋଟେ ବୁଢା ସେ ମଧୁ ବାରିଷ୍ଟର ହେଲା ମାନେ ସମସ୍ତେ ଏଇଆ ମାନେ ଗାଁ ସବୁ ପିଲାଙ୍କର ମାନେ ବୁଢା ଠାରୁ ଛୋଟ ପିଲା ଯାଏ ସମସ୍ତଙ୍କ ମୁହଁରେ ମଧୁବାବୁ ମଧୁ ବାରିଷ୍ଟର ନାମରେ ପରିଚିତ ଥିଲେ ଉତ୍କଳ ମାତାର ଯୋଗ୍ୟତମ ସନ୍ତାନ ମଧୁସୂଦନ ଦେଶର ଜାତିର ସର୍ବବିଧ ଉନ୍ନତି ପାଇଁ ନିରନ୍ତର ବ୍ୟାକୁଳ ଥିଲେ କିପରି ମାନେ ଆମର ଓଡିଶା ବା ଆମ ଉତ୍କଳ ମାର କିପରି ସବୁବେଳେ ମାନେ ଭଲ ହବ ଆଉ କେମିତି ଉନ୍ନତି ସାଧନ ହବ ସେଥିପାଇଁ ସବୁବେଳେ ଚିନ୍ତା କରୁଥିଲେ ଗୋଟିଏ ଉତ୍କଳ ସନ୍ତାନ ଗୋଟିଏ ସ୍ୱରରେ ମା ମା ବୋଲି ଡାକି ସ୍ୱାର୍ଥମେଧ ଯଜ୍ଞରେ ଛାତିକୁ ଛାତି ମିଳାଇ ସ୍ୱାର୍ଥକୁ ଆହୁତି ଦେବାକୁ ସେ ଓଡିଆ ଭାଇ ଭଉଣୀକୁ ଆହ୍ୱାନ କରି ଯାଇଛନ୍ତି ଏବଂ ସେହି ଉପଦେଶରେ ଆଦର୍ଶ ରୂପେ ନିଜକୁ ଦେଶ ଓ ଜାତି ସମ୍ମୁଖରେ ସ୍ଥାପନ କରି ଯାଇଛନ୍ତି ସେ କଣ କରିଥିଲେ ନା ଗୋଟେ ମାନେ ଆମ ଉତ୍କଳ ବା ଓଡିଶା କିପରି ମାନେ ଆଗକୁ ଯିବ ବା ବାହାର ଦେଶରେ କିପରି ମାନେ ସମ୍ମାନ ଅର୍ଜନ କରିବ ସେଥିପାଇଁ ଗୋଟେ ସ୍ୱାର୍ଥମେଧ ଯଜ୍ଞ କଣ ନା ମାନେ ସେଟା ଯଜ୍ଞ ନୁହଁ ମାନେ ସେ କୁହାଯାଇଛି କି ଗୋଟେ ଯଜ୍ଞରେ ଯେମିତି ସମସ୍ତେ ମାନେ ଏକାଠି ହୁଅନ୍ତି ସେମିତି ସେ ଡାକିଥିଲେ ଯୋଉଟା ସ୍ୱାର୍ଥମେଧ ଯଜ୍ଞ ମାନେ ନିଜ ସ୍ୱାର୍ଥରେ କି ମଧୁସୂଦନ କାହାକୁ ଡାକିବେନି କି ଏବେ ଯେମିତି ଗୋଟେ ଷ୍ଟ୍ରାଇକ ହଉଛି ମାନେ ସମସ୍ତେ ତ ଗାଡିରେ ତେଲ ପକେଇଦବୁ ଖାଇବାକୁ ଦବୁ ମାନେ ଡାକିକି ଯେମିତି ତେଲେଇକି ନଉଛନ୍ତି ତୁ ମଧୁସୂଦନ ଆମ ଉତ୍କଳ ମା ପାଇଁ ଡାକିଥିଲେ କଣ ନା ନିଜ ସ୍ୱାର୍ଥରେ ମାନେ କାହାକୁ ବିନା ସ୍ୱାର୍ଥରେ ତମେ ଆସି ସେଇ ମାନେ ଯଜ୍ଞ ମାନେ ଯୋଉ ଯଜ୍ଞ ହଉଛି ସେଇଠି ଆହୁତି ଦବ ମାନେ ନିଜ ଛାତିକୁ ଛାତି ମିଳେଇକି ଆମେ କଣ କରିବା ନା ଗୋଟେ ଆମ ଦେଶକୁ ସ୍ଵାଧୀନ ଆଣିବା ହେଲା ମାନେ ସେଇଟା ଡାକିଥିଲେ କିନ୍ତୁ ସେ ଯେତେ ବି ମାନେ ଭାଇ ଭାଇ ବୋଲି ଡାକିଲେ କେହି ବି ଉତ୍ତର ଦେଲେନି ଆଉ ମା ମା ବୋଲି ଡାକିଲେ ବି କେହି ବି ଶୁଣିଲେ ନାହିଁ ଏହି ତାଙ୍କର ଚିର ଲକ୍ଷ୍ୟ ଥିଲା ମୃତ୍ୟୁ ଶଯ୍ୟାରେ ସୁଦ୍ଧା ଓଡିଆର ଉନ୍ନତି ତାଙ୍କର ଏକମାତ୍ର ଚିନ୍ତା ଥିଲା ଏଇଟା ଗୋଟେ କୋଶ୍ଚିନ୍ ଅଛି ମୃତ୍ୟୁ ଶଯ୍ୟାରେ ତାଙ୍କର ଚିର ଲକ୍ଷ୍ୟ କଣ ହେଲା କଣ କିପରି ଓଡିଆର ଉନ୍ନତି ହବ ବା କିପରି ବାହାର ଦେଶରେ ସମ୍ମାନ ଅର୍ଜନ କରିବେ ବୁଝି ହଉଛି ପିଲାମାନେ ଦେଖ ସେ କୋଉଠି ଜନ୍ମଗ୍ରହଣ କରିଥିଲେ କଟକ ଜିଲ୍ଲାର ସତ୍ୟଭ୍ରମପୁର ଗ୍ରାମ ମଧୁସୂଦନଙ୍କ ଜନ୍ମଭୂମି ଉପରେ ପ୍ରତ୍ୟେକ ଓଡିଆର ତୀର୍ଥ ସ୍ଥାନ ଯେହେତୁ ସେ ଏତେ ବଡ ଥିଲେ ସେଥିପାଇଁ ଆମେ ତାଙ୍କୁ କଣ ଭଗବାନ ସେଥିପାଇଁ ତାଙ୍କ ଜନ୍ମ ସ୍ଥାନକୁ କହିଛନ୍ତି ଇଏ ହଉଛି ଗୋଟେ ତୀର୍ଥ ସ୍ଥାନ ମଧୁସୂଦନ ଖ୍ରୀଷ୍ଟୀୟ 1448 ଅବଧରେ ମାନେ ଅଧାରେ ଏପ୍ରିଲ ମାସର 28 ତାରିଖରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ ତିଥିରେ ଜନ୍ମଗ୍ରହଣ କରିଥିଲେ ତାଙ୍କର ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ମାତାଙ୍କ ନାମ ଶ୍ରୀମତୀ ପାର୍ବତୀ ଦେବୀ ସେ କୋଉଠି ଜନ୍ମଗ୍ରହଣ କରିଥିଲେ ସତ୍ୟଭାମାପୁର କୋଉଠି ସତ୍ୟଭାମାପୁର କଟକରେ କେତେ ମସିହାରେ 1848 କେତେ ତାରିଖରେ ଏପ୍ରିଲ 28 ତାଙ୍କ ବାପା ନା କଣ ଥିଲା ମାତାଙ୍କ ନାମ ପାର୍ବତୀ ଦେବୀ ପୂର୍ବେ ମରହଟ୍ଟା ଯୁଗରୁ ଏ ଦେଶର ସମ୍ରାଟକରଣ ମାନେ ଚୌଧୁରୀ କାନୁନ ସାମନ୍ତ ଇତ୍ୟାଦି ଉପାଧିରେ ଭୂଷିତ ହୋଇ ନିଜ ନିଜର ସମ୍ମାନ ବଢଉଥିଲେ ଦେଖ ଏବେ ଯେମିତି ମାନେ ଗୋଟେ କିଛି ଭଲ କାମ କଲେ ମାନେ ପଦ୍ମଶ୍ରୀ ଉତ୍ପାଧି ଡକ୍ଟର ଉତ୍ପାଧି ସବୁ ପାଉଛନ୍ତି କି ନାଇଁ ମାନେ କିଛି ପୁରସ୍କାର ଦିଆଯାଉଛି ସେମିତି ଆଗ କାଳରେ ଥିଲା ଯୋଉ କାଳରେ ମଧୁସୂଦନ ଜନ୍ମଗ୍ରହଣ କରିଥିଲେ ସେଇ ସମୟରେ ଥିଲା ଏଇ ଯୋଉମାନେ ଭଲ କାମ କରୁଥିଲେ ସେମାନଙ୍କୁ କଣ ଉତ୍ପାଦି ଦିଆଯାଉଥିଲା ନା ଚୌଧୁରୀ କାନୁନଗୋ ତାଙ୍କର କିନ୍ତୁ ଥିଲା କଣ ମାନେ ମଧୁସୂଦନ ଦାସ ଥିଲା ତାଙ୍କର କଣ ଦିଆହେଲା ନା ମାନେ ସିଏ କହୁଛନ୍ତି କି ମରହଟ୍ଟା ଯୁଗରେ ସେମାନେ ମରହଟ୍ଟା ଯେତେବେଳେ ଆମ ଓଡିଶାକୁ ଆସିଥିଲେ ସେଇ ସମୟରେ ମାନେ ମରହଟ୍ଟା ମାନେ ଯିଏ ସବୁ ଭଲ କାମ କରନ୍ତି ବା ମାନେ ଗାଁର ଯିଏ ମୁଖିଆ ମୁଖିଆ ତାଙ୍କୁ ସବୁ କି ଉପାଧି ଦିଅନ୍ତି ନା ଚୌଧୁରୀ କାନୁନଗୋ ସାମନ୍ତ ବୁଝି ହଉଛି ଉପାଧି ଦିଅନ୍ତି
ମାନେ ଏଇ ଉତ୍ପାଦିତ ରାକଣ ନା ନାର ସବୁ ସମ୍ମାନ ବଢଉଥିଲେ। ଏବେ ଯେମିତି ନା କଣ ଅଛି ନା କିଛି ଗୋଟେ ଯୋଉ ଯଦି ତମେ ରିସର୍ଚ୍ଚ କରିବ ତ ତମର ରିସର୍ଚ୍ଚ ସ୍କଲାର ସରିଗଲା ପରେ ତମ ନାଁର ପଛପଟେ ଲାଗିବ ଡକ୍ଟରେଟ। ଡକ୍ଟରେଟ ଗୋଟେ ଉତ୍ପାଦ ନା ନାଇଁ, ସେମିତି ମାନେ ନିଜର ସମ୍ମାନ ବି ବଢଉଥିଲେ। ରଘୁନାଥଙ୍କର ଦୁଇ ପୁତ୍ର ଥିଲେ। ରଘୁନାଥ କିଏ ନା ମଧୁବାବୁଙ୍କର ବାପା। ତାଙ୍କର ଦିଟା ପୁଅ ଥିଲେ। ଜ୍ୟେଷ୍ଠ ପୁତ୍ର ହଉଛନ୍ତି କିଏ ନା ମଧୁବାବୁ। ମଧୁବାବୁ ହଉଛନ୍ତି ତାଙ୍କର ବଡ ପୁଅ। ତାଙ୍କର ପିତୃ ମାତୃଙ୍କ ନାମ ଥିଲା ଗୋବିନ୍ଦ ବଲ୍ଲଭ। ମାନେ ବାପା ମା ତାଙ୍କୁ ଡାକୁଥିଲେ ଗୋବିନ୍ଦ ବଲ୍ଲଭ ହେଲା। ଏବଂ କନିଷ୍ଠ ପୁତ୍ରଙ୍କ ନାମ ଥିଲା ଗୋପାଳ ବଲ୍ଲଭ। ମାନେ ତାଙ୍କ ସାନ ଭାଇଙ୍କ ମଧୁସୂଦନଙ୍କ ନାଁ ଥିଲା ଗୋବିନ୍ଦ ବଲ୍ଲଭ ଆଉ ସାନ ଭାଇଙ୍କ ନାଁ ଥିଲା ଗୋପାଳ ବଲ୍ଲଭ। ଗୋପାଳ ବଲ୍ଲଭଙ୍କ ସମ୍ବନ୍ଧରେ ସଂକ୍ଷେପରେ ଏତିକି କହିଲେ ଯଥେଷ୍ଟ ହବ ଯେ ସେ କଲିକତା ବିଶ୍ୱବିଦ୍ୟାଳୟରୁ MA ପାସ୍ କରି ଡେପୁଟି ମାଜିଷ୍ଟ୍ରେଟ ରୂପେ କାର୍ଯ୍ୟ କରୁଥିଲେ। କିଏ? ତାଙ୍କ ସାନ ଭାଇ ମଧୁସୂଦନଙ୍କ ସାନ ଭାଇ ହେଲା। ତାଙ୍କ ରଚିତ ଭୀମା ଭୂୟାଁ ନାମକ ଉପନ୍ୟାସ ଓଡିଆ ସାହିତ୍ୟର ଗୋଟିଏ ବିଶିଷ୍ଟ ଗ୍ରନ୍ଥ। ମାନେ ଆମେ ଯଦି କହିବା କି ଟୋଟାଲି ସମଗ୍ର ଓଡିଆ ସାହିତ୍ୟର ପ୍ରଥମ ଆଦିବାସୀ ଉପନ୍ୟାସ ହଉଛି କିଏ ନା ଭୀମା ଭୂୟାଁ ହେଲା। ମନେ ରଖିବ ଏଇଟା, ଭୀମା ଭୂୟାଁ ପ୍ରଥମ ଆଦିବାସୀ ଉପନ୍ୟାସ। ତାପରେ ଦେଖ ବାଲ୍ୟ କାଳରେ ଗୋବିନ୍ଦ ବଲ୍ଲଭ ଗାଁ ଚାଟଶାଳୀରେ ଜଣେ ମାଟି ବଂଶ ଅବଧାନ ନିକଟରେ ପଢୁଥିଲେ। ମାନେ କଣ ନା ସେତେବେଳେ ଥିଲା କି ଏବେ ଦେଖ ଆମେ ଯୋଉମାନେ ବି ମୁଁ ହୁଏ କି ତମେ ହୁଅନ୍ତୁ ମାନେ ଯୋଉମାନେ ହୁଅନ୍ତୁ ଯୋଉମାନେ ପାଠ ପଢିବେ ସେମାନେ କଣ କରିବେ ନା ମାନେ ଶିକ୍ଷକ ବା ସାର୍ ମ୍ୟାଡାମ ହେଇପାରିବେ। କିନ୍ତୁ ଆଗ କାଳେ ଥିଲା ମାନେ ଯୋଉମାନେ ମାଟି ବଂଶ ବା କ୍ଷିତି ବଂଶରେ ଜନ୍ମଗ୍ରହଣ କରିନଥିବେ କେବଳ ସେଇମାନେ ହିଁ ମାନେ ଶିକ୍ଷାଦାନ କରିପାରିବେ। ଆଉ କେହି ବି ପିଲାମାନଙ୍କୁ ପାଠ ପଢେଇବେ। ଆମେ ଯେମିତି କହୁଛୁ କି ବ୍ରାହ୍ମଣ ମାନେ ହିଁ କେବଳ ପୂଜା କାର୍ଯ୍ୟ କରିପାରିବେ। କିନ୍ତୁ ଆମେ ମାନେ ଯଦି ଖଣ୍ଡାୟତ ଘର ହଉ କି SC ST ପିଲା ହଉ ଆମେ କଣ କରିପାରିବେ? କରିପାରିବାନି। କାରଣ ସେଟା ତାଙ୍କର ଗୋଟେ ସ୍ୱତନ୍ତ୍ର ବ୍ରାହ୍ମଣ ମାନେ କରିପାରିବେ। ସେମିତି ସେ ଯୁଗରେ ଥିଲା ମଧୁସୂଦନ ଯୋଉ ସମୟରେ ପାଠ ପଢୁଥିଲେ କଣ ହେଲା? ମଧୁସୂଦନ ଯୋଉ ସମୟରେ ପାଠ ପଢୁଥିଲେ ସେ ସମୟରେ ସେମିତି ଥିଲା ମାଟି ବଂଶ ବା କ୍ଷିତି ବଂଶରେ ପାଖରେ ଯାଇକି ପିଲାମାନେ ପାଠ ପଢୁଥିଲେ। ମଧୁସୂଦନ କଣ କରୁଥିଲେ ନା ମାଟି ବଂଶକୁ ଅବଦାନ ପାଖରେ ଅବଦାନ ହଉଛନ୍ତି କିଏ ନା ଆମେ ଯାହାକୁ କହୁଛୁ ଗୁରୁଜୀ ହେଲା ତାଙ୍କ ପାଖରେ ଯାଇ ପାଠ ପଢୁଥିଲେ। ପ୍ରାଚୀନ ଓଡିଶାରେ ମାଟି ବଂଶ ବା କ୍ଷିତି ବଂଶ ଅବଦାନ ମାନେ ବଂଶ ପରମ୍ପରାରେ ପ୍ରାଥମିକ ଶିକ୍ଷାର ଭାର ଗ୍ରହଣ କରୁଥିଲେ। ପ୍ରାଥମିକ ଶିକ୍ଷା ମାନେ ପିଲାମାନେ ଯୋଉ ଛୋଟ ଯୋଉ ପାଠ ଆରମ୍ଭ କରନ୍ତି ହଁ ମାନେ ସେଇ ପାଠକୁ କିଏ ପଢିବେ ନା ମାଟି ବଂଶ ବା କ୍ଷିତି ବଂଶର ଅବଦାନ। ସେମାନଙ୍କୁ ସ୍ଥାନ ବିଶେଷରେ ଓଝା କୁହାଯାଏ। ଆମେ ଯେମିତି ବି କହୁଛୁ ସାର୍ ମ୍ୟାଡାମ ଗୁରୁଜୀ କେତେ ଡାକୁଛୁ ସେମିତି ତାଙ୍କୁ ଓଝା ବୋଲି କୁହାଯାଏ। ଅବଦାନ ମାନଙ୍କୁ ସେ କାଳରେ ସ୍ଲେଟ ପେନସିଲ ସ୍ଲେଟ ମାନେ ବୁଝିପାରୁଛ ସିଲଟ ହେଲା ସ୍ଲେଟ ପେନସିଲ କାଗଜ କଲମ ଦୁଆତ ଲେଖିବା ଡେସ୍କ ବେଞ୍ଚ ଚୌକି ବ୍ଲାକ ବୋର୍ଡ ର ପ୍ରଚଳନ ନଥିଲା। ସେତେବେଳେ ତ ପିଲାମାନେ ଗଛ ମୂଳେ ବସି ପାଠ ପଢୁଥିଲେ। ଏମିତି ଆମର ଗୋଟେ ଖଣ୍ଡେ ଚାଳ ଘର ବି ନଥିଲା ପାଠ ପଢିବାକୁ। ଦୁଆତ ମାନେ ହଉଛି ଗୋଟେ ଫଳ ହେଲା ମାନେ ସେ ଫଳରେ ଲେଖନ୍ତି। ଭାଇ ଦେଖୁନ ଆଗ ଗୋଟେ ଅଛି ଶୁଆ ପକ୍ଷିଆ ଖଡିରେ ଲେଖୁଥିଲେ ସେମିତି ସେତେବେଳେ ଗୋଟେ ଦୁଆତ ପଟା ନା ଦୁଆତ ହଁ ମାନେ ସେ ଗୋଟେ ଫଳ ଥିଲା ସେ ଫଳରୁ ଯୋଉ ସ୍ଥାୟୀ ଇଏ କରିକି ଲେଖନ୍ତି। ସେତେବେଳେ କଣ ଆମର ଯେମିତି ଆମେ ଯେମିତି ଆମ ବେଳେ ବି ଆମେ ଗୋଟାଏ ପେନ୍ ଆଣିବୁ ତ 8 ଟଙ୍କା ଦେଇକି ଆଣିକିନା ଭରିକିନା କରିବୁ। ଏବେ ସବୁ ୟୁଜ୍ ଆଣ୍ଡ ଥ୍ରୋ ଆସିଲା ସେମିତି ସେତେବେଳେ କଣ ସେମିତି ଥିଲା କି ସେତେବେଳେ ଇଙ୍କ ଥିଲା କି ନଥିଲା ତ ଦୁଆତ ବୋଲି ଗୋଟେ ଫଳ ଥିଲା ସେଇ ଫଳରୁ ଇଙ୍କ ବାହାର କରିକିନା ଲେଖୁଥିଲେ କୋଉଥିରେ ନା ଗୋଟେ ଯୋଉ କାଠି ଭଳିଆ ଥାଏ ଲୁହାର ସେଇଟାକୁ ଏମିତି ବୁଡେଇକି ଲେଖୁଥିଲେ। ସେଇଥିରେ ଏମିତି ବୁଡେଇକିନା ଲେଖୁଥିଲେ। ସେ ଫଳରୁ ସେ ମାନେ ଇଏ ବାହାର କରୁଥିଲେ। ତାପରେ ଦେଖ ଗାଁରେ ଖଣ୍ଡେ ଚାଳ ଘର ବା ଶୀତ ଦିନରେ ଆମ୍ବ ବା ବରଗଛ ମୂଳରେ ଗ୍ରାମ୍ୟ ପାଠଶାଳା ରହୁ ଶୀତ ଦିନରେ ଚାଳ ଘରେ ଚାଳ ଘର ମାନେ ଯୋଉଟା ଆମର ଭାଗବତ ଟୁଙ୍ଗି ସେଇ ମାନେ ବର୍ଷା ଦିନେ ସେମାନେ ସେ ଟୁଙ୍ଗିରେ ପଢନ୍ତି ଆଉ ଖରା ଦିନ ଆଉ ଶୀତ ଦିନ ହେଲେ ସେମାନେ ଗଛ ମୂଳେ ପାଠ ପଢନ୍ତି। ପିଲାଏ ଭୂଇଁରେ ଶୁଆ ପକ୍ଷିଆ ଖଡିରେ ଲେଖୁଥିଲେ ଏବଂ ତାଳ ପତ୍ର ଓ ଲେଖନରେ ହସ୍ତାକ୍ଷର ମରଉଥିଲେ। ହେଲା ମାନେ ଶୁଆ ପକ୍ଷିଆ ଖଡି ମାନେ ଏଇ ଯୋଉ ଶୁଆ ରଙ୍ଗ ଦେଖିଛ
ଗ୍ରୀନ ବେଶୀ ଗ୍ରୀନ ନୁହଁ ହେଲା, ମାନେ ସେଇଠି ଗୋଟେ ଖଡି ଥାଏ, ସେମିତିଆ ଖଡିରେ ପିଲାମାନେ ତଳେ ଲେଖୁଥିଲେ, ମାନେ ତଳେ ଯେମିତି ଆମେ ମାଟି ଘର ପୁରା ଲିପି ଦଉଛେ, ମାନେ ଏଇ ଯୋଉ ଗୋବର ମାଟିରେ ଲିପି ଦେଲେ ସେ ପୁରା ବଢିଆ ଚିକଣ ଦେଖାଯାଏ, ତା ଦେହରେ ଖଡିରେ ଗାଳିଲେ ଦେଖାଯିବନି ସେମିତି। ସେମାନଙ୍କର ଯେତେବେଳେ ସିଲଟ ଘରିଆ ଖାତା କିଛି ନଥିଲେ ସେମାନେ ତଳେ ହିଁ ଲେଖୁଥିଲେ ପିଲାମାନେ। ତାପରେ ଦେଖ ଆଉ କଣ ନା ତାଳ ପତ୍ରରେ, ତାଳ ପତ୍ରରେ କଣ ଆମର ବିଜୁ ମାନେ ଜାତକ ଫାତକ ଲେଖା ହୁଏ ତାଳ ପତ୍ରରେ, ତାଳ ପତ୍ରରେ ମାନେ ହସ୍ତାକ୍ଷର ମଡଉଥିଲେ, ମାନେ ଭାବ କେତେ କଷ୍ଟ, ଗୋଟେ ପତ୍ରରେ ଟିକେ ତାକୁ ପଶିଯିବ ମାନେ ସେ ଫାଟିଯିବ ସେ ପତ୍ର, ନାଇଁ। ସୂର୍ଯ୍ୟୋଦୟ ଠାରୁ ଦିନ 11ଟା ଯାଏ ସକାଳ ବେଳା ପାଠ ପଢା ବସେ, ଅତି ସେତେବେଳେ ମାନେ ସ୍କୁଲ ନଥିଲା, ଏଇଟା ହଉଛି ତାଙ୍କର ସ୍କୁଲ ଟ୍ୟୁସନ ସବୁ ହେଲା। ଅତି ପ୍ରତ୍ୟୁତ୍ତର ସେଜରୁ ଉଠିବାକୁ ଉତ୍ସାହ ଦେବା ପାଇଁ ଚାଟଶାଳୀରେ ଅବଧାନଙ୍କର ସୁବ୍ୟବସ୍ଥା ଥିଲା ଶୂନ୍ୟ ଦେବ। ଯୋଉମାନେ ଫାଷ୍ଟ ଯାଉ ନା ନା ଯୋଉ ମାନେ ପିଲାମାନେ କିପରି ମାନେ ଆଗେଇ କେମିତି ପହଞ୍ଚିବ, ମାନେ ନିଜ ନିଜ ଭିତରେ ଗୋଟେ ପ୍ରତିଯୋଗିତା କରିବା ପାଇଁ ହେଲେ ଯିଏ ଫାଷ୍ଟ ଆସିବ ଯୋଉ ପିଲା ସିଏ ଖଡିରେ ଶୂନ ଲେଖିବ ହେଲା, ତାପରେ ଯିଏ ସେକେଣ୍ଡ ଆସିବ ସେ ଲେଖିବ, ସେମିତି ଯେତେ ପିଲା ଆସିବେ ସେତେ ନମ୍ବର ଲେଖି ଲେଖି ଯିବେ, ତାଙ୍କୁ ସେତେଟା ମାଡ ହବ ହେଲା। ଯିଏ ଶୂନ ଦବ ତାକୁ ପୁରା ନାଇଁ ମାଡ ଖାଇବନି, ନୁହଁ ସେ ଖାଇବ, ମାନେ ଆସ୍ତେକି, ମାନେ ସେଇଟା ହଉଛି ତାର ମାନେ ସ୍ନେହର ମାଡ, ମାନେ ଆସ୍ତେକି, ମାନେ ସେ ମାଡ କାଟିବନି, ଟିକେ ନାକୁରୁ ମାଡ ଖାଇବ। ଆଉ ଯିଏ ଏକରେ ଆସିବ ସିଏ ଦିଟା ମାଡ ଖାଇବ ହେଲା, ଗୋଟାଏ ନାଇଁ ଗୋଟାଏ ଜୋର କି ମାଡ ଖାଇବ, ଯେ ଦୁଇରେ ଆସିବ ସେ ଦିଟା ମାଡ ଖାଇବ, ଯେ ତିନିରେ ଆସିବ ତିନିଟା ମାଡ ଖାଇବ, ସେମିତି ମାନେ କ୍ରମ ଅନୁସାରେ ଯେତେ ଡେରିରେ ଆସିଥିବ ସିଏ ସେତେଟା ମାଡ ଖାଇବ। ସେଥିପାଇଁ ମାନେ ପିଲାମାନଙ୍କ ଭିତରେ ଗୋଟେ ପ୍ରତିଯୋଗିତା ଥାଏ କି ଆଜି ସକାଳୁ ମୁଁ ଫାଷ୍ଟ ଉଠିକିନା ଯିବି ଟ୍ୟୁସନ, ମାନେ ପାଠ ପଢିବାକୁ, ମାନେ ଏମିତି ଗୋଟେ ପ୍ରତିଯୋଗିତା କରିବା ପାଇଁ ମାନେ ଧର ଆମେ 10 ଜଣ ପିଲେ ଏକା ସାଙ୍ଗରେ ଉଠିକି ଯାଇକି ସେମିତି ଆସିବ, କିଏ ତାର ଉଠିକିନା ଆଗେ ଆସିବ ସେ ଅପେକ୍ଷା କରୁଥିବ ସାଙ୍ଗ ହେଇକିନା ଯିବୁ, ନାଇଁ ସାଙ୍ଗ ମାନେ ଧର ହଠାତ୍ କିନି ଆସିକି ବସରେ ଏକା ବେଳେ ଏକା ବେଳେ ହଠାତ୍ ସମସ୍ତେ ମାଡ ଖାଇବେ, ନହେଲେ କେହି ମାଡ ଖାଇବେନି ଯଦି ଏକାଥରେ ଆସି ପହଞ୍ଚିବେ। ତାପରେ ଦେଖ ଯେଉଁ ଛାତ୍ର ସର୍ବପ୍ରଥମେ ଆସିଥାଏ ତା ହାତରେ ଅବଶ୍ୟ ଆସିକି ଥରେ ବେତରେ ବାଡେଇ ଦିଅନ୍ତି, ଏହିପରି ଯୋଉମାନେ ଆଗ ପଛ ହୋଇ ଆସିଥାନ୍ତି ସେମାନେ 1 2 3 4 କ୍ରମରେ ବେତରେ ମାଡ ଖାଆନ୍ତି। ଶେଷରେ ଯୋଉ ପିଲାଟା ଆଇଥିବ ପିଲା ଆସିଲେ ସେ ବେଶୀ ଜୋରରେ ମାଡ ଖାଏ। ପାଣି ଏବେ ଯଦି ତମମାନଙ୍କ ପାଇଁ ସେମିତି ହୁଅନ୍ତା ତାହେଲେ ଭଲ ହୁଅନ୍ତା, ମାନେ ଯୋଉ 5ଟା କ୍ଲାସ 5ଟା 15 ଆସିଯିବ। ତାପରେ ତେଣୁ ପ୍ରଥମ ଚାଟଶାଳୀକୁ ଆସି ଅବଧାନକୁ ପ୍ରଣାମ କରିବାକୁ ପିଲାମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଥିଲା। ସକାଳ ବେଳା ଅକ୍ଷର ଲେଖା ହୁଏ, ମାନେ ସକାଳ ଆଉ ଉପର ବେଳା ଦି ଟାଇମ ତାଙ୍କର ପଢା ହୁଏ ନା, ସକାଳ ବେଳା ସେ କଣ ପଢୁଥିଲେ, ସକାଳ ବେଳା ଅକ୍ଷର ଲେଖା ହୁଏ, ଆଉ କଣ ନା ପଣିକିଆ, ଶୋଧି, ଓଡାଙ୍କ, ଫେଡାଙ୍କ, ହରଣ, ଗୁଣନ, ଏଇ ଯୋଉ ମିଶାଣ, ଫେଡାଣ, ଗୁଣନ, ହରଣ। ଶୋଧି ମାନେ କଣ? ଶୋଧି ହଉଛି ମାନେ ନା ନା ଗୋଟେ ମାନେ କଣ ତ ଗୋଟେ ମୁଖସ୍ଥ ପାଠ କହିଥିବ ମୁଁ ବି ଜାଣିନି। ଆଉ ଗୋଟେ ଦେଖ ପାଣି ପଣିକିଆ, କଡା ଗଣ୍ଡା ପଣିକିଆ, ମାନେ ଆମର ଯେବେ ଗୋଟାଏ ପଣିକିଆ ଅଛି ମାନେ 2 କ 3 କ 4 କ ସେତେବେଳେ କୌଣସି ପଣିକିଆ ଥିବ ଆଉ ଆମେ ତ ପଢିନୁ ଜାଣିବୁ ନାଇଁ। କଡା ଘଣ୍ଟା ପଣିକିଆ, ନୀଳାବତୀ ସୂତ୍ର ଇତ୍ୟାଦି ପଢା ଯାଉଥିଲା। ଦେଖ ପିଲାମାନେ ଆମର ବି ଆମର ବି ଯେମିତି ଆମେ ମ୍ୟାଥମେଟିକ୍ସ ର ସୂତ୍ର ଘୋଷୁଛୁ ସେତେବେଳେ ସେମିତି ଥିଲା ନୀଳାବତୀ ସୂତ୍ର। ତାପରେ ଦେଖ ଉପର ତାଳ ପତ୍ର ଲେଖନୀରେ ଅକ୍ଷର ଲେଖା ହୁଏ, ମାନେ ଯୋଉ ହସ୍ତାକ୍ଷର ପଢା ହୁଏ। ଭାଗବତ, ରାମାୟଣ, ମହାଭାରତ, ବୈଦେହୀଶ ବିଳାସ, ଗୋପୀ ଭାଷା ଇତ୍ୟାଦି ପଢା ହେଉଛି। ମାନେ 4ଟା ବେଳେ ଦେଖୁ କାରଣ ମାନେ 11ଟାରେ ପଢିକି 4ଟାରେ ଆସିଲେ 5ଟା 7 ତାପରେ ତ ସେତେବେଳେ କିଛି ସେତେବେଳେ ତ କିଛି ମାନେ ଲାଇଟ ର ବ୍ୟବସ୍ଥା ନଥିଲା ନା, ମାନେ ଗୋଟିଏ କେବଳ ଡିବିରି ନହେଲେ ଲଣ୍ଠନ ଜଳୁଥିବ ସମସ୍ତେ ବସିଥିବେ ସେ ଯୋଉ ଭାଗବତ ଟୁଙ୍ଗିରେ, ସେଇଠି ତାପରେ ପଢା ସରିଲା ପରେ ସେଇଠି ତାପରେ କଣ ହୁଏ ନା ଭାଗବତ ପଢା ହୁଏ, ରାମାୟଣ ମହାଭାରତ ସବୁ ମାନେ ପଢାଯାଏ, ପିଲାମାନେ ସବୁ ଶୁଣନ୍ତି ତାପରେ ପ୍ରାର୍ଥନା ବି କରନ୍ତି। ବୈଦେହୀଶ ବିଳାସ, ଗୋପୀ ଭାଷା ଇତ୍ୟାଦି ପଢାଯାଏ। ବୈଦେହୀଶ ବିଳାସ କାହାର? ଉପେନ୍ଦ୍ର ଭଞ୍ଜ।
ସେ ଗୋଟେ ମାନେ କାବ୍ୟ ବି ପଢାଯାଏ। ଆଉ କଣ ନା ସନ୍ଧ୍ୟା ବେଳେ ସନ୍ଧ୍ୟା ଦୀପ ଜଳିବା ସଙ୍ଗେ ସଙ୍ଗେ ପିଲାମାନେ ଦୀପଂ ଜ୍ୟୋତି ପରବ୍ରହ୍ମ ଇତ୍ୟାଦି ଶ୍ଲୋକ ବୋଲି ଅବଧାନଙ୍କ ନିକଟରେ ରୁଣ୍ଡ ହୁଅନ୍ତି। ମାନେ ସେ ଶ୍ଲୋକ ବୋଲିକି ସମସ୍ତେ ମାନେ ରୁଣ୍ଡ ହେବେ, ମାନେ ବସିବେ, ତାପରେ ଭାଗବତ ରାମାୟଣ ସବୁ ପଢା ହବ, ତାପରେ ପିଲାମାନେ ସବୁ ଶୁଣିବେ ରାତିରେ ସନ୍ଧ୍ୟାରେ। ସେତେବେଳେ ଚାଣକ୍ୟ ଶ୍ଲୋକର ଆବୃତ୍ତି ହୁଏ, ମାନସାଙ୍କ ବି ପଚରାଯାଏ, କାରଣ ସେତେବେଳେ ତ କିଛି ମାନେ ଲେଖା ପାଠ ତ ଲେଖି ପାରିବେନି, ଲେଖା ଚାଲିଛି କିଛି ନା, ସେଥିପାଇଁ ମାନସାଙ୍କ ପଚରାଯାଏ ଆଉ ଚାଣକ୍ୟ ଶ୍ଲୋକ ବି ଆବୃତ୍ତି କରାଯାଏ। କଣ କରୁଛି ଏତିକି ପଢିଲ, ତାର ଗୋଟେ ଡାଉଟ ରହିଲା କେମିତି ତାପରେ ପଢିବା। ଏ ଯୋଉ ପାହି ପଣିକିଆ କଡା ହଣ୍ଡା ପଣିକିଆ ତ ନେକ୍ସଟ କ୍ଲାସ ବୁଝିବେ। ପାହି ପଣିକିଆ କଡା ହଣ୍ଡା ପଣିକିଆ ସି ମୁଁ କଣ ପିଲାମାନେ ଏବେ ତମ ସବୁ ପଣିକିଆ ମନେ ଅଛି? ଯେତେ ବଡ ହବ ଭୁଲିବା ପିଲାମାନେ ତମେ କିଏ ଚିଆର ହେଇଛ? ଚେୟାର ସବୁଠାରୁ ସେଇଟା ହଉଛି କଷ୍ଟକର। ଗୋଡ ଖରି ପଡି ପାଠ ଆଜି ପଢିକି ଆସିବୁ ନେକ୍ସଟ କ୍ଲାସରେ ପଚାରିବୁ। ଆଉ ଦେଖ ପଢିଲେ ବୁଝିଯିବ ବା ଅଛି ତାଙ୍କ ଗାଁ ନା ଏଇ ଦେଖ ପଢି ସାର ତାପରେ ସେ କୁଆଡେ ଫାଷ୍ଟ ଦେଖ ଗୋବିନ୍ଦ ବଲ୍ଲଭ ଏଇ ପାରମ୍ପରିକ ରୀତିରେ ଚାଟଶାଳୀରେ ପଢା ଶେଷ କରି କଟକ ଆସିଲା ବେଳକୁ ତାଙ୍କର ବୟସ ହୋଇଥିଲା 13 ବର୍ଷ। ମାନେ ଭାବ ତମେ 13 ବର୍ଷରେ ପୁଅ ପିଲା ଅଷ୍ଟମ ନା ଅଷ୍ଟମ ସିଏ ମାନେ ଏଇ ଯୋଉ ପଣିକିଆ ଅ ଆ ଏବିସିଡି ଏଇଗୁଡା ପଢିକିନା ଆସିଲେ କୋଉଠିକି ନା କଟକ ଆସି ମାଟ୍ରିକ ପରୀକ୍ଷା ତାପରେ ଦେଖ କଟକରେ ଇଂରାଜୀ ବିଦ୍ୟାଳୟରେ ପଢିବାକୁ ତାଙ୍କର ପିତାମହୀ ଘୋର ଆପତ୍ତି କରିଥିଲେ। ତାଙ୍କର ପିତାମହୀ କିଏ ମାନେ ତାଙ୍କ ଜେଜେମା, ସେ ଯେତେବେଳେ ମାନେ କାରଣ ସେତେବେଳେ ଗାଁ ଗହଳିରେ କଣ ମାନେ ପାଠ ପଢା ବେଶୀ ପିଲା ପଢୁନଥିଲେ, କୁଆଡେ ବି ଜଣେ ଜଣେ କିଏ ପଢୁଥିଲେ ତାଙ୍କ ଘରେ ପୁଣି ଛାଡିବେ, ସେ କହୁଥିଲେ ନାଇଁ ଆମର ପଢା ଦରକାର ନାହିଁ, ତୁ କିନ୍ତୁ ଆମ ପାଖରେ ସବୁବେଳେ ଥା, ଆମର ଦରକାର ନାହିଁ। ସେଠି ତାଙ୍କ ମା ଜେଜେମା କହିଲେ କିନ୍ତୁ ପାଠ ପଢିବାକୁ କଟକ ଯାଆନା। ଯେତେବେଳେ ମାନେ ଗାଁରେ ତାଙ୍କର ପ୍ରଥମ ପାଠ ପଢା ସରିଗଲେ ତାପରେ କଟକ ଆସିଲେ, ସିଏ ଭାବୁଥିଲେ କି ସେ ଇଂରାଜୀ ପଢିଲେ ଚିରସ୍ଥାୟୀ ବା ଖ୍ରୀଷ୍ଟିଆନ ହୋଇଯିବ। ମାନେ ତାଙ୍କର ଗୋଟେ ଧାରଣା ଥିଲା କି ମାନେ ସେତେବେଳେ କଣ ନା ଯେହେତୁ କଣ କଟକରେ ଇଂରାଜୀ ସ୍କୁଲ ଥିଲା, ସେମାନେ କଣ କରିବେ ନା ସେଇ ସ୍କୁଲରେ ଯୋଉମାନେ କିଏ ଗପୁଛି ଗୁଣୁଗୁଣୁ ଯୋଉମାନେ ବି ସେଇ ସ୍କୁଲରେ ପାଠ ପଢିବେ ସେମାନେ ବାଧ୍ୟ ମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବେ। ସେଥିପାଇଁ ତାଙ୍କ ପିତାମହୀ ମନା କରୁଥିଲେ କି ତୁ ମାନେ ପାଠ ପଢିବାକୁ ଯିବୁନି। ସେ ସମୟରେ ଅନେକ ଇଂରାଜୀ ପଢୁଆ ସମାଜର ନିର୍ଯାତନା ହେତୁ ଖ୍ରୀଷ୍ଟିଆନ ପାଦ୍ରୀ ମାନଙ୍କ ପ୍ରଚଳିତ ଧର୍ମ ଉପଦେଶ ଶୁଣି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ତେଣୁ ବୁଢୀଙ୍କର ଆଶଙ୍କା ହେବା ସ୍ୱାଭାବିକ। କହୁଛନ୍ତି କି ସିଏ ଏକା ନୁହଁ, ସେଇ ସମୟରେ ଯୋଉ ଓଡିଆ ବି ଆସି ସେଇ ସ୍କୁଲରେ ପାଠ ପଢୁଥିଲେ ତାଙ୍କୁ ମାନେ ଏମିତି ମାନେ ନାଁ ଲେଖେଇ ସାରିଲା ପରେ ତାଙ୍କୁ ଏମିତି ନିର୍ଯାତନା କରୁଥିଲେ କି ସେ ମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ ହଉ।
ତାଙ୍କର ଇଚ୍ଛା ନଥିଲେ ବି ସେ ବାଧ୍ୟ ନବା ପାଇଁ। ଗୋବିନ୍ଦ ବଲ୍ଲଭ କିଏ? ସାନ ଭାଇ। ମଧୁବାବୁ ଗୋବିନ୍ଦ ବଲ୍ଲଭ, ଗୋପାଳ ବଲ୍ଲଭ ହଉଛନ୍ତି ତାଙ୍କ ସାନ ଭାଇ। ଗୋବିନ୍ଦ ବଲ୍ଲଭ କଟକରେ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କଲେ। ଏହି ବିଦ୍ୟାଳୟ ପରେ ରେଭେନ୍ସା କଲେଜିଏଟ ସ୍କୁଲ ହେଲା, ଯୋଉଠି ଏବେ ତମମାନେ ପାଠ ପଢୁଛ। ମାନେ ସିଏ ଯେତେବେଳେ ଯାଇଥିଲେ ସେତେବେଳେ କଣ ନା ଇଂରାଜୀ ସ୍କୁଲ ଥିଲା, ତାପରେ ସିଏ ଯାଇକିନା ମାନେ ଅଳ୍ପ ଦିନ ପଢିଛନ୍ତି, ତାପରେ କଲେଜିଏଟ ସ୍କୁଲ ନା ପ୍ଲସ ଟୁ ହେଲା। ସ୍କୁଲରେ ପଢିବା କେତେ ବର୍ଷ ପର୍ଯ୍ୟନ୍ତ ତାଙ୍କର ମୁଣ୍ଡରେ ଗୋଛେ ବାଳର ଗଣ୍ଠି ଥିଲା, ମାନେ ବାବା ଭଳି। ଦିନେ ଜଣେ ସହପାଠୀ ସେଇ ଚୁଟିଟି କୌଶଳରେ କାଟି ପକାଇଲା। ଆଉ ଗୋଟେ ଝିଅ ପିଲା ବଡ ବଡ ଗୋଟେ ପୁଅ ପିଲା ଗଣ୍ଠି କରିଥିବ ତାଙ୍କର ସେତେବେଳେ ପୋଷାକ ମଧ୍ୟ ଥିଲା ଅଦ୍ଭୁତ। କାହାର? ମଧୁବାବୁଙ୍କର। ସେ ପୋଷାକ ପୁରା ପିନ୍ଧିଥିଲେ ପୁରା ବାବା, ପୁରା ଯୋଉ ଗଣ୍ଠି କରିଥିଲେ ଚୁଟିରେ, ପୁରା ନାଲିଆ ଡ୍ରେସ ପିନ୍ଧିଥିଲେ ହେଲା। ଦେଖ ନାଲି କନାରେ ତୁଳା ପଶି ଗୋଟିଏ ମିଜାଇର କୁରୁତା ହୋଇଥିଲା, ସେଥିରେ ବୋତାମ ଲାଗୁନଥିଲା। ମାନେ ଗୋଟେ କୁର୍ତ୍ତା ଭଳିଆ ପୁରା ଏଉଠୁ ଆଣ୍ଠୁ ଯାକେ ଲମ୍ବୁଥିବ, ସେମିତି ଗୋଟେ କୁର୍ତ୍ତା ଯେମିତି ବାବା ମାନେ ପିନ୍ଧନ୍ତି ହେଲା। କିନ୍ତୁ ସେଥିରେ ବଟମ ଲାଗିନଥିବ, ମାନେ ଏପଟରେ ମାନେ ଗୋଟେ ଡୋରି ଲାଗିଥିବ, ସେପଟେ ଡୋରି ଲାଗିଥିବ, ମଝିରେ ବନ୍ଧା ହବ ହେଲା। କୁରୁତା ଦୁଇ ପାଖ କନା ଧଡି ବା ସୂତାରେ ବନ୍ଧା ହଉଥିଲା। ମାନେ ଏଇଭଳିଆ ମଧୁବାବୁ କେତେ ଏଇଭଳିଆ ଡ୍ରେସ ପୁରା ବାପା ନୁହଁ। ସେ ସମୟ ପର୍ଯ୍ୟନ୍ତ ସାଧାରଣ ଲୋକେ ଜୋତା ବ୍ୟବହାର କରୁନଥିଲେ। ମାନେ ସେତେବେଳେ ଜୋତାର ବ୍ୟବହାର ନଥିଲା, ଯୋଉମାନେ ପିନ୍ଧୁଥିଲେ ଯଦି କଠଉ ପିନ୍ଧିବେ, କିନ୍ତୁ ସେତେବେଳେ ଚପଲ ନଥିଲା। ଗୋବିନ୍ଦ ବଲ୍ଲଭଙ୍କୁ ମଧ୍ୟ ଜୋତା କାଢିବାକୁ ହେଉନଥିଲା। କଟକ ହାଇସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କରି ସେ ବାଲେଶ୍ୱରରେ ଗୋଟିଏ ସାମାନ୍ୟ କିରାଣୀ କାମରେ ନିଯୁକ୍ତ। କିରାଣୀ ମାନେ କ୍ଲର୍କ ଚାକିରି କରେ ହେଲା। ଯେତେବେଳେ ମାଟ୍ରିକ ପାସ୍ କରିଥିଲେ, ଦେଖ ମାନେ ସେତେବେଳେ ମାନେ ଇଏ ଗୋଟେ ମାଟ୍ରିକ ପାସ୍ କରିକି ଗୋଟେ କ୍ଲର୍କ ଚାକିରି, କିନ୍ତୁ ଏବେ ପିଲା କେତେ କେତେ ପରିଶ୍ରମ କରୁଛନ୍ତି। ମାନେ ସେତେବେଳେ କଣ ପିଲା କେହି ପାଠ ପଢୁନଥିଲେ, ମାନେ ଜଣା ଭଳି ଚାକିରି, ପାଠ ପଢିଲା ମାନେ ସେ ଚାକିରି କରିବା ବାଧ୍ୟ ହେଲା। ସେ ବାଲେଶ୍ୱରରେ ଯାଇ କଣ କଲେ ନା, ଏଇଟା ଗୋଟେ କୋଶ୍ଚିନ୍ ଅଛି, ମାଟ୍ରିକୁଲେସନ ପରେ ବାଲେଶ୍ୱର ଯାଇ ସେ କି ଚାକିରି କଲେ? କିରାଣୀ ଚାକିରି। ଗୋବିନ୍ଦ ବଲ୍ଲଭ ଚିରଦିନ ଉଚ୍ଚାଭିଳାଷୀ। ଏହି କିରାଣୀ କିନ୍ତୁ ତାଙ୍କର ଅସୀମ ଜ୍ଞାନ ନିଷ୍ଠ ଚରିତାର୍ଥ ହେଲାନି। ସବୁବେଳେ ଉଚ୍ଚାଭିଳାଷୀ ମାନେ ସେମାନେ ତାଙ୍କ ପରିସ୍ଥିତି ପାଇଁ ଗୋଟେ ଯାଇକି ମାନେ ଛୋଟ ଚାକିରି କରିଥିଲେ, କିନ୍ତୁ ସେଇଥିରେ ତାଙ୍କର ମାନେ ତାଙ୍କର ମନରେ ତାଙ୍କ ତାଙ୍କର ଯୋଉ ଗୋଟେ ଲକ୍ଷ୍ୟ ଥିଲା କି ମୁଁ ଗୋଟେ ଭଲ ମଣିଷ ହେବି, ଆହୁରି ବଡ ଚାକିରି କରିବି, ତ ସେଇଟା ତାଙ୍କର ମାନେ ସେଇଟା ତାକୁ କଣ କଲେ ନା, ସେଇ ଯୋଉ କିରାଣୀଗିରି କାମ କରିକି ନା କିଛି ପଇସା ସେ ଦଉଥିବେ ନା, କିଛି ପଇସା ସଞ୍ଚୟ କରିକି ତାପରେ ସେ କଣ କଲେ ନା, କଲିକତା ପଳେଇଲେ ଓକିଲାତି କରିବାକୁ। ମାନେ ଏଠି ଆଉ ମାନେ ଚାକିରି କରିବେନି। ବାଲେଶ୍ୱରରେ ଅବସ୍ଥାନ କାଳରେ କିଛି ଅର୍ଥ ସଂଗ୍ରହ କରି ଉଚ୍ଚ ଶିକ୍ଷା ଲାଭ କରି କଲିକତା ଗଲେ। ମାନେ ଚାକିରି ଛାଡିଦେଲେ କିଛି ପଇସା ପାଇଁ, କାରଣ ପଇସା ନହେଲେ କାରଣ ତାଙ୍କ ଘରେ ସେତେବେଳେ ମାନେ ଅସୁବିଧା ଥିଲା ନା, ପାଠ ପଢିବାକୁ ପଇସା ନଥିଲା। ସେ ବାହାରକୁ ଯାଇଥିଲେ କେମିତି ଯିବାକୁ ପଡିବ, ସେଥିପାଇଁ ସେ କିଛି ଦିନ ଚାକିରି କଲେ, ତାପରେ ଚାକିରି ଛାଡିଲେ। ସେ ସମୟରେ ରେଳଗାଡିର ସୁବିଧା ନଥିଲା, ମାନେ ଟ୍ରେନ ଫ୍ରେନ କିଛି ଚାଲୁନଥିଲା। ଚାନ୍ଦବାଲିରୁ ଷ୍ଟିମର ବା ନୂଆ କଳ ଚାଳିତ ନୌକାରେ ଲୋକେ କଲିକତା ଯାଉଥିଲେ। ମାନେ ଷ୍ଟିମର ମାନେ ଯୋଉ ଦେଖିଛ, ଗୋଟେ ଯୋଉ ବୋଟ ଭଳି ଯାଉଥିବ, ପଛରେ ଧୂଆଁ ବାହାରି ବାହାରି ଯାଉଥିବ, ଦେଖିନ? ସମୁଦ୍ରରେ ଦେଖିବ ଯେମିତି ବୋଟ ଯାଏ ବଡ ବଡ ହେଇକିନା, ସେମିତି ପୁରା ବହୁତ ସାଉଣ୍ଡ ହଉନଥିବ, ତା ପଛରେ ଧୂଆଁ ବାହାରି ବାହାରି ଯାଉଥିବ, ସେଇଟା ହଉଛି ଷ୍ଟିମର ହେଲା। କଲିକତାରେ ସେ ଜଣେ ବଙ୍ଗୀୟ ଖ୍ରୀଷ୍ଟିଆନ। ଦେଖ ସେ ଯେତେବେଳେ ମାନେ କୋଉ ସମୟରେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ? ଯେତେବେଳେ ସିଏ ମାନେ ଯୋଉ 13 ବର୍ଷ ପରେ ଯେତେବେଳେ ଆସିଲେ ଏଠିକି ମାଟ୍ରିକ ପରୀକ୍ଷା ଦେବା ପାଇଁ, ସେତେବେଳେ ଖ୍ରୀଷ୍ଟିଆନ କଣ କରୁଥିଲେ? ପୁଣି ଯେତେବେଳେ ବାଲେଶ୍ୱର ଗଲେ କଣ ଚାକିରି କରିବା ପାଇଁ, ସେତେବେଳେ କଣ କରିଥିଲେ ନା ମାନେ ଛାଡି ଦେଇଥିଲେ ହେଲା। ଛାଡି ଦେଇଥିଲେ ଖ୍ରୀଷ୍ଟିଆନ ଧର୍ମ, କାରଣ ଏଠି କଣ ସେ ବାଧ୍ୟରେ ନେଇଥିଲେ, ସେଠି ଛାଡିଦେଲେ। ପୁଣି ଯେତେବେଳେ କଲିକତା ଯାଇକି ପଢିବାକୁ, ସେଠି ବି ଖ୍ରୀଷ୍ଟିଆନ।
कौन कले ना सेठी भी पुणी बात क्रिश्चियन संग्रहण कले तापर देखो जने बंगीय क्रिश्चियन पाद्री अंबिका प्रसाद हाजर को सहित परिचित हला माने जे जो मधुबाबू जेतले प्रथम जायकि ना कोड किथिले ना कलिकता रे जायकि ना पाद देले सेतबेले कोन सेटिकार किछि जानि नांती काई हसुज कलिकता जीव कि जोडी माने सेठी जायकि ना पहुंचले माने कोडी ओपिलाती करिवे कोडी रहिबे तू तो का सहित गोटे परिचित होबे ना नहीं से प्रथम जायकि परिचय हेले का सहित अंबिका प्रसाद गोटा क्वेश्चन अछि अंबिका प्रसाद को सहित परिचित हेले अंबिका प्रसाद गोविंद बल्लभଙ୍କର ଜ୍ଞାନ ସୁହା ଉଚ୍ଚାରଣ ପରିଚିତ ପାଇଁ ତାଙ୍କର ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରିଦେଲେ ମାନେ ସେ ଯେହେତୁ ଜାଣିଲେ କି ନିଜ ନିଜ ଭିତରେ କଥାବାର୍ତ୍ତା ହେଇଥିବେ କି ତମେ ଏଠି କୋଉଠି କି ମାନେ କଣ ପାଇଁ ଆସିଛ ସେ କହିଥିବେ कि मु ओकिलाती करिया पई आछि कि मु मैट्रिक पास करिकि ना गोटे जगह चाकरी करूथली माने तांको भीतर कथाबार्ता ହେଇଛନ୍ତି ତାପରେ अंबिका प्रसाद ଯେତେବେଳେ ଜାଣିଛନ୍ତି कि ସେ ଗୋଟେ ମାନେ ଏତେ ମାନେ ଆଶା ନେଇକିନା କଲିକତା ଆସିଛନ୍ତି ତାପରେ ତାଙ୍କର ରହିବା ଖାଇବା ସେ କୋଉଠି ପାଠ ପଢିବେ ଓକିଲାତି କଲେଜ କୋଉଠି ତାପରେ ତାଙ୍କର ସବୁ ବ୍ୟବସ୍ଥା କରିଥିଲେ କିଏ କରିଦେଇଥିଲେ अंबिका प्रसाद ତାପରେ ଦେଖ କଲିକତାରେ ସେ ଇଂରାଜୀ ସାହିତ୍ୟରେ ଏମଏ ପାସ୍ କରିଥିଲେ ମଧ୍ୟ ମାନେ କଲିକତାରେ ଯାଇକି ଓକିଲାତି କରୁଥିଲେ ତାପରେ ମଧ୍ୟ ସେ କଣ କରୁଥିଲେ ନା ଇଂରାଜୀ ସାହିତ୍ୟ ମାନେ ଇଂଲିଶ ରେ କଣ କରୁଥିଲେ ନା ପିଜି କରୁଥିଲେ ପାସ୍ କରିଥିଲେ ମଧ୍ୟ ଗଣିତ ଭୂଗୋଳ ପ୍ରଭୃତିରେ ପାଣ୍ଡିତ୍ୟ ଲାଭ କରିଥିଲେ ମାନେ ସେ ସବୁ ବିଷୟକୁ ମାନେ ପଢେଇ ପାରୁଥିଲେ ଭୂଗୋଳ ପଢେଇବେ ଗଣିତ ପଢେଇବେ ଇଂଲିଶ ପଢେଇବେ ସାହିତ୍ୟ ପଢେଇବେ ସବୁ ପଢେଇ ପାରୁଥିଲେ ପିଲାମାନଙ୍କୁ କଲିକତାରେ ପ୍ରଥମେ ବିଭିନ୍ନ ସ୍କୁଲରେ ଶିକ୍ଷକତା କରି ଅବଶେଷରେ ଶ୍ରୀରାମକୃଷ୍ଣ କଲେଜରେ ଅଧ୍ୟାପକ ହେବା ଲାଗି ସେ ପ୍ରାର୍ଥୀ ହୋଇଥିଲେ ମାନେ ଯେତେବେଳେ କଲିକତା ଗଲେ କଣ ସେ ଯେତିକି ପଇସା ନେଇଥିଲେ କଣ ସେତିକି ପଇସା ତାଙ୍କୁ ଓକିଲାତି ହେଇଯିବ ନା ତାଙ୍କୁ ପାଠ ପଢା ହେଇଯିବ କି ହବନି ସେ ସେଠି ରହିକି କିଛି ଦିନ ଭିତରେ ପୁଣି ତାଙ୍କର ସବୁ ମାନେ ଯୋଉ ସ୍କୁଲ ବୁଝିକି ନା କଣ କଲେ ନା ଯୋଉ ପିଲାମାନଙ୍କୁ ପାଠ ପଢୁ ତାପରେ କଣ ହେଇଛି ନା ଗୋଟେ ଶ୍ରୀରାମପୁର କଲେଜରେ କଣ କରୁଥିଲେ ନା ଗୋଟେ ଲେକ୍ଚର ହବା ପାଇଁ ତାଙ୍କୁ ମାନେ ବଛା ଯାଇଥିଲା ମାନେ କେତେ ପିଲା ହେଇଥିଲେ ତା ଭିତରୁ ମଧୁସୂଦନଙ୍କୁ ବଛା ଯାଇଥିଲା ସେ କଲେଜର ଅଧ୍ୟକ୍ଷଙ୍କୁ ଡକାଇ ପଚାରିଲେ ଆପଣ କେଉଁ ବିଷୟ ପଢେଇ ପାରିବେ ମାନେ ଯିଏ ପ୍ରିନ୍ସିପାଲ ଯେହେତୁ ମାନେ ତାଙ୍କର ସାର୍ଟିଫିକେଟ କି ତାଙ୍କର ଜ୍ଞାନଦୀକ୍ଷା ଦେଖିକି ନା ସେ କହିଲେ ନାଇଁ ଏଇ ଇଏ ହିଁ ମାନେ ଆମର ପାଠ ହେଲେ କି ମାନେ ପିଲାମାନଙ୍କୁ ପଢେଇବ ତାପରେ ମଧୁସୂଦନଙ୍କୁ ଡାକିଥିଲେ କି ତମେ କୋଉ ବିଷୟ ପିଲାମାନଙ୍କୁ ପଢେଇ ପାରିବ ମଧୁସୂଦନ କହିଥିଲେ କି ତମେ ଯୋଉ ବିଷୟ କହିବ ସବୁ ବିଷୟ ଅଲରାଉଣ୍ଡ ଅଛନ୍ତି ଯୋଉ ବିଷୟ କହିବ ସବୁ ବିଷୟ ପଢେ ଦେଖ ସେ ଉତ୍ତର ଦେଲେ ଆପଣ ଯୋଉ ବିଷୟ ପଢେଇବାକୁ ଆଦେଶ ଦେବେ ଶ୍ରୀରାମପୁର କଲେଜରେ ଇଂରାଜୀ ଗଣିତ ଭୂଗୋଳ ଅତି ସରଳ ପ୍ରାଞ୍ଜଳ ଭାବରେ ପଢେଇ ଛାତ୍ରମାନଙ୍କ ଶ୍ରଦ୍ଧା ଓ ଭକ୍ତି ଭାଜନ ହଉଛି ମାନେ ବହୁତ ମାନେ ସହଜରେ ଗଣିତ ଆଉ କଣ ନା ଇଂରାଜୀ ଭୂଗୋଳ ପିଲାମାନଙ୍କୁ ପଢଉଥିଲେ କୋଉ କଲେଜରେ ଶିକ୍ଷକ ନିଜର ଜ୍ଞାନ ଓ ଚରିତ୍ର ଓ ଛାତ୍ରମାନଙ୍କ ପ୍ରତି ସହାନୁଭୂତି ହେତୁ ଛାତ୍ର ସମାଜରେ ପୂଜିତ ହୁଅନ୍ତି ଗୋବିନ୍ଦ ବଲ୍ଲଭଙ୍କ ଠାରେ ଏ ଗୁଣମାନ ଏକାଧାରରେ ନିହିତ ଥିଲା ସେହି ସମୟରେ ସେ ଓକିଲାତି ପଢି କଲିକତା ବିଶ୍ୱବିଦ୍ୟାଳୟରୁ ପିଏଲ ମଧ୍ୟ ପାସ୍ କରି ଓକିଲାତି ପିଏଲ ନା ମାନେ ଏତିକି ଟିକେ ପଢ क्वेश्चन पचारिबे एतिकी जेतिकी पढेई क्वेश्चन पचारि ପିଲାମାନେ ବୁଝି କହୁଛି ବୁଝିହଉନି କଣ ଅଛି ସେ କୋଉଠି ପଢିଥିଲେ କୋଉ ଚାକିରି କରିଥିଲେ ତାଙ୍କ ଜୀବନ କାନ୍ଥ ଆଉ ତାଙ୍କ ଜୀବନ ଦେଲେ ତମ ଜୀବନ ପିଢି ଯୋଡିଥିବ ପୁରା ସବୁ ମନେ ଅଛି ମୁଁ କଲିକତା ଯାଇଥିଲି ନାଇଁ କି ଆଉ ପାଠ କେମିତି ମନେ ରଖିବ ଗୋଟା ମନେ ରହୁନଥିବ ସେଟା ତମ ଜୀବନ ସାଙ୍ଗରେ ଯୋଡିଦବ ମନେ ରହିବ ଆଉ ଏତେ ଲେଖକ ନା ଏତେ ସବୁ କେମିତି ମନେ ରହିବ ମୁଁ ତମକୁ କହିଲି କଟକ ଭୁବନେଶ୍ୱର ଶ୍ରୀକୃଷ୍ଣ ମନେ ରଖିବ ଏଇଟା ତମକୁ ସହଜ
नहीं कौन मु पचारे बुझुनी मत पचार पढ़ुच ना गपुच पचारि हेला हेला मधुसूदनଙ୍କର ଚିର ଲକ୍ଷ୍ୟ କଣ ଟିକେ ହାତ ଟେକିଲ କୋଉ ମାନେ କରିପାରିବ ଆମେ ତ ଗୁଣ ଗୁଣ କହିଦଉଛୁ କେହି ଜଣ ହାତ ଟାକୁ କରିପାରିବ ତମେ କହିଲ ମଧୁସୂଦନ କୋଉ ଜିଲ୍ଲାରେ ଜନ୍ମଗ୍ରହଣ କରିଛି ପଛ କୋଉଠି ତା ନାଁ କଣ ଥିଲା କେତେ ମସିହା ତାଙ୍କ ବାପାଙ୍କ ମା ନା ଶୋଇ ପଇଲେଣି ଏମିତି ତ ବରହଟ୍ଟା ଶିଳ୍ପରେ କେଉଁ କେଉଁ ଉତ୍ପାଦରେ ଭୂଷିତ ଆଉ ଆସ ଦିଟା କରିଥା ଆଉ ଗୋଟେ ଅଛି ସାମ ମଧୁବାବୁଙ୍କର ପିତୃମାତୃଦତ୍ତ ନାମ କଣ ଥିଲା ତ ତମେ ଗୋପାଳ ବଲ୍ଲଭ କେଉଁ ଉପନ୍ୟାସ ରଚନା କର ମଧୁବାବୁ କେଉଁ ବଂଶ ଅବଦାନ ପାଖରେ ପାଠ ଦେଲେ ମାଟି ବଂଶ ଯାହା ମାଟି ବଂଶ ବା କୀର୍ତ୍ତି ବଂଶ ମାନେ ଦିଟା ବଂଶରେ ମାନେ ଯୋଉ ସେଇ ବଂଶରେ ଯିଏ ଜନ୍ମଗ୍ରହଣ କରିବେ ସେଇମାନେ କେବଳ ଶିକ୍ଷାଦାନ କରୁ ଶୀତ ଦିନରେ ଗ୍ରାମ୍ୟ ପାଠଶାଳା କେଉଁଠି ବସୁଥିଲା କୋଉ ଗଛ ଉପରେ
ପିଲାମାନେ ମୁଇରେ କେଉଁଥିରେ ଲେଖୁଥିଲେ ଶୁଆପକ୍ଷିଆ ଖାଲି ଶୁଆପକ୍ଷିଆ ଖଡି ଆଉ ସବୁ ବୁଝେଇଛନ୍ତି ନା ତାପରେ ଅତି ଶୀଘ୍ର ଯିବା ପାଇଁ ଅବଧାନ କେଉଁ ବ୍ୟବସ୍ଥା ରଖିଥିଲେ ସକାଳ ବେଳା କଣ ପଢୁଥିଲେ ମଧୁବାବୁଙ୍କର ଜେଜେମା କାହିଁକି ଏଇ ଯୋଉ କଟକ ସ୍କୁଲରେ ପଢିବା ପାଇଁ ମନା କରୁଛନ୍ତି କଲିକତାରେ ମଧୁବାବୁଙ୍କ କାହା ସହିତ ପ୍ରଥମ ସାକ୍ଷାତ ମାଟ୍ରିକ ପରେ କୋଉଠି କିରାଣୀରେ ଚାକିରି କରୁଛନ୍ତି ସେ ସମୟରେ ଲୋକମାନେ କଲିକତା କିପରି କେଉଁ କଲେଜରେ ଅଧ୍ୟାପକ ହେବା ଲାଗି କୋଉ କୋଉ ବିଷୟ ପଢାଉଥିଲେ ତାହେଲେ ସବୁ ବୁଝିଯାଇଛ ନା ନେକ୍ସଟ ପଢିବା